ରୂପାୟନ ପକ୍ଷରୁ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟରେ ଅନୁଷ୍ଠିତ ହେଲା ଭଜନ ସନ୍ଧ୍ୟା। ବାଲେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରୂପାୟନ ପକ୍ଷରୁ ସହରର ରାଣୀପାଟଣାସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟ ପରିସରରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ନୀଲୁ ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୂପାୟନର ସମାଜ ସଂସ୍କାର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ। ସାଂସାରିକ କାର୍ଯ୍ୟବ୍ୟସ୍ତତାରୁ ବିରତି ନେଇ ପ୍ରତ୍ୟେକ ବ୍ୟକ୍ତି କିଛି ସମୟ ପ୍ରଭୁଙ୍କ ଭଜନରେ ଲୀନ ହେବା ଉଚିତ ବୋଲି ଶ୍ରୀ ମହାପାତ୍ର ଏହି ଅବସରରେ କହିଥିଲେ। କିନ୍ତୁ ଏଇଭଳିଆ ଚିନ୍ତାଧାରା ଯେଉଁମାନଙ୍କର ଥାଏ ବର୍ତ୍ତମାନ ଆମର ମୁଁ ସେମାନଙ୍କୁ ଆକ୍ଚୁଆଲି ଏଥିରେ ଭଗବାନ ଆଶୀର୍ବାଦ ଆଉ ଭଗବାନ ନିଶ୍ଚିତ ଭାବେ ଆଶୀର୍ବାଦ କରିବେ। ବର୍ତ୍ତମାନ ପରିସ୍ଥିତିରେ ଆଉ ଏବେ ଯେଉଁ କୋଭିଡ଼ ପିରିୟଡ଼ ଥିଲା ସିଏ ତଥାପି କୋଭିଡ଼ର ଗାଇଡ଼ଲାଇନ୍ ଫଲୋ କରିକି ବହୁତ କାର୍ଯ୍ୟକ୍ରମ ତାଙ୍କର କରିଛନ୍ତି ଆୟୋଜନ କରିଛନ୍ତି। ଏବେ ବହୁତ ଦିନ ପରେ ସିଏ ଏ ଜିନିଷକୁ ଆୟୋଜନ କଲେ। ତେଣୁ ଆମେ ଆଜି ପ୍ରଶ୍ନ ଉଠୁଛି ଯେଉଁ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଛି ଏବଂ ଏ ଯେଉଁ ପରିବେଶ ବ୍ଲାଇଣ୍ଡ ସ୍କୁଲ ପରିବେଶରେ ଯେଉଁ କୁନି କୁନି ପିଲାମାନଙ୍କ ପାଖରେ ଯେଉଁ ମେସେଜ ଯିବ ବା ଯେଉଁ ସାମାଜିକ ସ୍ତରକୁ ଯେଉଁ ମେସେଜ ଯିବ ପ୍ରକୃତରେ ଏଇଟା ଗୋଟେ ଅତି ସୁନ୍ଦର କଥା। ରୂପାୟନର ମୁଖ୍ୟ ଶ୍ରଦ୍ଧାଞ୍ଜଳି ରାୟଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସୁବ୍ରତ କର, ଡାକ୍ତର ଅମିତାଭ ଗିରି, କବି ଅଭୟ ଦାସ, ବିଟିସିସିର ସଭାପତି ନରେନ୍ଦ୍ର ବିହାରୀ ଦାସ, ଆଇନଜୀବୀ ଭୁବନାନନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ଡାକ୍ତର ଅମିତାଭ ଗିରି, ସୁଜିତ ଭୋଇ, କାହ୍ନୁଚରଣ ଲେଙ୍କା, ବିଜୟ ପାଣିଗ୍ରାହୀ, ପାୟଲ ମହାପାତ୍ର, ମଙ୍ଗଳ ପ୍ରଧାନ, ପୀତାମ୍ବର ପ୍ରଧାନ, ଅଧ୍ୟାପିକା କିରଣବାଳା ନାୟକ, ସୁନୀଲ ବିଶ୍ୱାଳ ପ୍ରମୁଖ ଏଥିରେ ଭଜନ ପରିବେଷଣ କରିଥିଲେ। মনে পড়ি যায় লতা কহরে রাধাবি যুধিব কদম মুড়ে রানী বলি ভাবি তাকু ওই বসে অধীর রাই বলি ভাবি তাকু ওই বসে অধীর চুরুচি কাইয়া বসি ଶିକ୍ଷକ ବିଥେନ୍ଦ୍ର ଦାସ ଭଜନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଦମୟନ୍ତୀ ପଣ୍ଡା, ଜୟଶ୍ରୀ ବିଶ୍ୱାଳ, ତାପସ ସାହୁ, ସୀତାରାମ ପାତ୍ର, ମିନତୀ ପାତ୍ର, ରାଜଲକ୍ଷ୍ମୀ ଚାଟାର୍ଜୀ, ବିଶ୍ୱରୂପ ପରିଡ଼ା, ଦିଲ୍ଲୀପ ପରିଡ଼ା, ରାଜେନ୍ଦ୍ର ରାଉତ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।